आम डेस्टिनेशन पूर्वरु एई जो जगह को आपण देखुचंदी एईटा हेउची सिंहनाथ मंदिर ताकू त्रिकुटेश्वर भी कुआ जाए। तो देखो मु जो ब्रिज ऊपर छिड़ा हेची एई ब्रिज टा टी शेप रो हेतिबारु एई ब्रिज रो ना हैला टी ब्रिज। भाई ता मुंडटा कितुरा हाथी सोइला बेले देखा होची। इटा हैला तार मुंडटा, इटा तार ट्रंक, इटा तार बैक टा आउ इटा तार लांगुड़। जय जगन्नाथ संगमने आपनको स्वागत जणाउची जय विथ बुली ब्लॉग्स गोटे ब्रांड न्यू ब्लॉग रे। आउ आज मु आसी जाईची चंपेश्वर मंदिर को। तो इटा हैला इट लिखा है आई लव चंपेश्वर। तो देखंदो एडी एंट्रेंस रे 18टा शिवलिंग कितने सुंदर भाबरे सजाईची। तो फाइनली मु एबे पहुंच जाईची चंपेश्वर मंदिर को। आउ एठी आपन को गोटे इंटरेस्टिंग जिंस देखिए वीडियो रो को भी पार्ट रे। तो वीडियो रे लास्ट जाए देखंतु। एबे हमें एंटर करछे चंपेश्वर मंदिर को। तो एठी घंटी बजे दवा। तो हमें एबे पसी जाइछे चंपेश्वर मंदिर को। बहुत गरम अछि तले। हा बहुत गरम पाद पूरा ताती जाउची। देखो मेरे गोटे कइसा हमको देखाई जाय छै मु ताको उखुडा दउची एबे से खाई चल छै उखुडा को। आ एटे गोटे न बहुत कइसा अछंदी। आउ आकू आ ना हेले इंग्लिश रे इंडियन स्मूथ शेल टर्टल। आटे माछो देखंतु ओ किते बड़ो कइसोडा सिए भाई साहब। ता साइड रे दीटा तार छोटे छोटे कइसो बुलचंदी बॉडीगार्ड वाला। कितने बड़ो कइसोडा बहुत ओ कितने बड़ो कइसोडा। ता मुंडो साइज टा बहुत बड़ो। ता शेल ता तो हौली बड़ो। ता मुंडर सब पूरा टेराकोटा डिजाइन हिची। ऐसा ये बहुत कइसो अछंदी। माछो कइसो झगड़ा लाउचंदी उकुडा खाया पई। बाप रे कितने बड़ो कइसोडा। आई ती बड्डो बड्डो माछ अछंदी कइसो साइज रो भी माछ अछंदी। एठी मो हाथ पाखु गोटे कइसो आसी भाई कितने बड्डो बड्डो टर्टल अछंदी। मो हाथ पाखरे ही अछि लिटरली। पूरा रागी जाउची को कितने बड़ो कइसोडा। आपन तो एठी सब छोट छोट पाखु आछंदी किंतु बड़ बड़ पाखु आसी जोंदी। भाई बहुत बड़ कइसोडा ये। ता मुंडो खाली ऊपर को देखाउची और शेल टा टिके टिके देखाउची। आ जेतबेले आपण एठी कइचो कि माछो को खाइया पे दउचंदी पानी को एमती पॉल्यूट करंदुनी। सेठी देखंतु गोटे लोकरे बिस्किट देके माछो को सेठी पैकेट टा पकेई के जाईची। आ गोटे बड्डो कइचोटा आइला। ती बड़ो ये साइज रे। एते बड़ है कि ये डोरुची काहेंगी। पूरा मो गुडो पाखु को आसी जाईची। सॉफ्ट सेल टर्टल मानकर मजा नवा पे चाहुचंदी ताको खाଇବା
ଚାହୁଁଛନ୍ତି ତାହେଲେ ଆସନ୍ତୁ ଚମ୍ପେଶ୍ଵର ମନ୍ଦିରକୁ। ଏଠି ବହୁତ ବଡ ବଡ କଇଁଛ ଅଛନ୍ତି। ଏଇ ମନ୍ଦିରଟା ନରସିଂହପୁର ରାଜା ତିଆରି କରିଥିଲେ। ଆଉ ଯେତେବେଳେ ସେ ଗଙ୍ଗା ନଦୀକୁ ବୁଲିବା ପାଇଁ ଯାଇଥିଲେ ସେତେବେଳେ ସେ ଗୋଟେ ବଡ କଇଁଛଟେ ଧରିକି ଆଣିଥିଲେ। ତାକୁ କୁରୁମା କୁହାଯାଏ। ସେତେବେଳଠୁ ଏଇ କଇଁଛର ବଂଶ ବଢିଲା। ତ ଏଠିକାର କଇଁଛ କଣ ଠିକ ଭୋଗ ଲାଗିବା ପରେ ହିଁ ଆସନ୍ତି? ଭୋଗ ଲାଗିଲେ ଘଣ୍ଟ ବାଜିଲା ମାନେ ସେ ଯାହା ଯୁଆଡେ ଥାଆନ୍ତି ସବୁ ପଳେଇ ଆସନ୍ତି ପ୍ରସାଦ ପାଇବା ପାଇଁ। ବୁଝିଲା କି ନାହିଁ? ଆଉ ନହେଲେ ସଦାବେଳେ ବିସ୍କୁଟ ଫିସ୍କୁଟ ଯେଉଁମାନଙ୍କୁ ବସନ୍ତି ଆସୁଛନ୍ତି ପ୍ରାୟ ଏଠି। କିନ୍ତୁ ଧୂପ ଘଣ୍ଟ ବାଜିଲା ମାନେ ପ୍ରାୟ ସବୁ ଯାହା ଯୋଉଠି ଥାଆନ୍ତି ଆସନ୍ତି ପ୍ରସାଦ ପାଇବା ପାଇଁ। ଆଉ ଫାଷ୍ଟ ଯୋଉ ଖେଚେଡି ଭୋଗ ହୁଏ କଇଁଛ କଛ ଭୋଗ ଆଗ ଦେଲା ପରେ ଯାହା ଯେମିତି ପ୍ରସାଦ ଅନ୍ୟମାନେ ପାଆନ୍ତି। ଆଉ ଠାକୁରଙ୍କ ପ୍ରସାଦ ଲାଗିଲା ପରେ କେମିତି ଆପେ ଆପେ ଆସିକି ଖାଉଛି କଇଁଛଟା। କେତେ ବଡ କଇଁଛଟା ଆସିକି ପ୍ରସାଦ ଖାଉଛି ଠାକୁରଙ୍କର। ଆଉ ସେ ଲୋକଙ୍କଠୁ ଡରୁଛି, କିନ୍ତୁ ଏଇଠି ଜଣେ ବାସନ ଧୋଉଛନ୍ତି ତଥାପି ବି ସେ ଡରୁନି। ଭାଇ କେତେ ବଡ ସାଇଜର। ମୁଁ ତାକୁ ଛୁଇଁଦେଲି। ୱାଓ, ମୁଁ ତାକୁ ଛୁଇଁଦେଲି ତଥାପି ସେ କିଛି କରୁନି। ମୁଁ ତା ଉପରେ ସେଲକୁ ଛୁଇଁଛି, ଆରାମସେ ସେ ତାର ଖାଉଛି ପ୍ରସାଦ। ଭାଇ ତା ମୁଣ୍ଡଟା କେତେ ବଡ। ସିଏ ଏବେ ପଳେଇଲା ପୁଣି ପାଣିକୁ। ଠିକ ସମୟରେ ଜାଣିଛି ଯେ ଏବେ ତାର ପ୍ରସାଦ ଲାଗିଯିବ ଆଉ ସେ ଖାଇଦେଲା। ତ ତାକୁ ଏବେ ମଣିଷ ପ୍ରତି ଡର ବି ନାହିଁ। ସେ ଆରାମ ସେ ତାର ଖାଉଛି। ଫଟୋ ରଖିଦ। କେତେ ବଡ କଇଁଛଟା ଆସିଗଲା। ଏମାନେ ଜାଣି ସାରିଛନ୍ତି ମନ୍ଦିର ଘଣ୍ଟି ବାଜିବ ମାନେ ଏଠି ତାଙ୍କର ପ୍ରସାଦ ଖାଇବା ଟାଇମ ହେଇଯିବ। ଏମାନେ ଆସିକି ତାଙ୍କର ମସ୍ତ ପ୍ରସାଦ ଖାଉଛନ୍ତି। ବଡ ବଡ କଇଁଛ ପୁରା ଅଛନ୍ତି ଏଠି। ତା ମୁଣ୍ଡଟା ମୋର ପାଦଠୁ ବି ବଡ। ବହୁତ ବଡ କଇଁଛ। ସିଏ ବହୁତ ବଡ। ଏଇଟା ଯିବା ପାଇଁ ହିଁ ଇଚ୍ଛା ହଉନି ସେ କଇଁଛକୁ ଦେଖିକି। ଆଉ ଏଠି ମାଛ ବି ବହୁତ ବଡ ବଡ ଅଛନ୍ତି। କ୍ଷୀରି ହାଣ୍ଡି ଧୁଆ ହେଲା ସେଇଥିପାଇଁ ଇଏ ଜାଣିନେଲା। ଭାଇ ମୁଁ ତାକୁ ଟଚ କରିଦେଲି ପୁରା ସ୍ପ୍ରିଙ୍ଗ ଭଳିଆ, ପୁରା ସ୍ମୁଥ, ପୁରା ସ୍ପଞ୍ଜି। କେତେ ବଡ କଇଁଛଟା। ସେ ହାଣ୍ଡି ଧୋଉଛନ୍ତି ତ ସେ ଜାଣି ନଉଛି ଯେ ହାଣ୍ଡି ଧୁଆ ହେଲା ତ ଆସିଗଲା। ଏବେ ମୁଁ ତାକୁ ଟଚ ବି କରିଦେଲି। ଆହୁରି ଗୋଟେ ଆସିଗଲା ବଡଟା। ତା ମୁଣ୍ଡ ଦେଖନ୍ତୁ କେମିତି ଟେରାକୋଟା ଡିଜାଇନ ହେଇଛି ସବୁ। ବଡ କଇଁଛଟା। ଆକୁ ମିନିମମ 200 ବର୍ଷ ତ ହେଇଥିବ। ଇଏ କେତେ ବଡ। ଇଏ ତାଠୁ ବି ବଡ ସାଇଜର। ଏଠି ବହୁତ ଟର୍ଟଲ ସବୁ ଖାଇବା ପାଇଁ ଆସୁଛନ୍ତି। ଇଏ ଆସୁ ଉପରକୁ ଆସୁ। ମାଉସୀ ତାଙ୍କର ବାସନ ଧୋଉଛନ୍ତି। ଆଉ ସିଏ ଜାଣି ସାରିଛି ଯେ ମାଉସୀଙ୍କ ପ୍ରତି ଆକୁ ଭୟ ବି ନାହିଁ। ଇଏ ତାର ଆରାମ ସେ ପ୍ରସାଦ ଖାଉଛି। ପୁରା ସିଢି ଉପରକୁ ଆସିକି ବଡ କଇଁଛଟା। ଆଉ ଏଠି ହଜାରେରୁ ବେଶୀ କଇଁଛ ଅଛନ୍ତି। ତ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଏଠି ଗୋଟେ ମେଳା ହୁଏ। ଆଉ ସେ ମେଳାର ନାଁ ଅଷ୍ଟଶମ୍ଭୁ। ଆଉ ସେଇ ମେଳାକୁ ଜଏନ କରନ୍ତି ରାଜା ମାନେ ସବୁ।
ଆଉ ସେଇ ଦିନ ଏଠି ବହୁତ ଭିଡ଼ ହେଇଯାଏ। ତ ଦେଖନ୍ତୁ ଏଠି ସ୍ୱପ୍ନେଶ୍ୱର, ସୋମନାଥ, ମୁକ୍ତନାଥ, ଲିଙ୍ଗରାଜ ଆଉ ଏଠି ବହୁତ ଏମିତି ଅଷ୍ଟଶମ୍ଭୁ ଅଛନ୍ତି। ଏମିତି ଠାକୁରଙ୍କର ସ୍ନାନ ଆଉ ପାନୀୟ ପାଇଁ ଏଇ କୂଅରୁ ପାଣି ବ୍ୟବହାର ହୁଏ। ତ ଆପଣ ଯଦି କଟକ ଆସୁଛନ୍ତି ତାହେଲେ ଚମ୍ପେଶ୍ୱରକୁ ଜରୁର ଆସିବେ, କାହିଁକି ନା କଟକ ଟାଉନ୍ ରୁ ଚମ୍ପେଶ୍ୱରଟା ମାତ୍ର 70 କିଲୋମିଟର ଦୂରରେ। ଆଉ ଏଇ ବ୍ଲଗଟା ମୁଁ ଏଇଠି ସାରୁଛି, ଆଶା କରୁଛି ଏଇ ବ୍ଲଗଟା ଆପଣଙ୍କୁ ପସନ୍ଦ ଆସିଥିବ। ଆଉ ଏଇ ବ୍ଲଗଟାକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିକି ବେଲ୍ ଆଇକନକୁ ଅନ୍ କରିଦେବେ।